କୁହାଯାଏ। ବିଶେଷ୍ୟ ପଦ 5 ପ୍ରକାରର। ପ୍ରଥମେ ବ୍ୟକ୍ତିବାଚକ ବିଶେଷ୍ୟ। ଯେଉଁ ବିଶେଷ୍ୟ ପଦ କୌଣସି ବ୍ୟକ୍ତି, ସ୍ଥାନ, ଦେଶ, ମହାଦେଶ, ସାଗର, ମହାସାଗର ଇତ୍ୟାଦିର ନାମକୁ ବୁଝାଏ ତାହାକୁ ବ୍ୟକ୍ତିବାଚକ ବିଶେଷ୍ୟ କୁହାଯାଏ। ଉଦାହରଣ, ମହାନଦୀ ଓଡ଼ିଶାର ବଡ଼ ନଦୀ, ଦଶପଲ୍ଲା ଗୋଟିଏ ଛୋଟ ସହର। ତାପରେ ବସ୍ତୁବାଚକ ବିଶେଷ୍ୟ। ଯେଉଁ ବିଶେଷ୍ୟ ପଦ କୌଣସି ବସ୍ତୁର ନାମକୁ ବୁଝାଏ ତାହାକୁ ବସ୍ତୁବାଚକ ବିଶେଷ୍ୟ କୁହାଯାଏ। ଉଦାହରଣ, ଚାଉଳ, ଇଟା, ସାଇକେଲ, କବାଟ ଇତ୍ୟାଦି। ଆପଣମାନେ ଜାଣିଛନ୍ତି କି ବସ୍ତୁକୁ ଯେତେ ଛୋଟ କଲେ ମଧ୍ୟ ସେଇ ଛୋଟ ଜିନିଷରେ ମଧ୍ୟ ତାର ନାମ ଥାଏ। ଉଦାହରଣ, ପଥର। ପଥରକୁ ଯେତେ ଛୋଟ କଲେ ମଧ୍ୟ ସେଇ ଛୋଟ ଅଂଶରେ ମଧ୍ୟ ପଥରର ନାମ ଥାଏ। ତାପରେ ଜାତିବାଚକ ବିଶେଷ୍ୟ। ଯେଉଁ ବିଶେଷ୍ୟ ପଦ କୌଣସି ଜାତିର ନାମକୁ ବୁଝାଏ ତାହାକୁ ଜାତିବାଚକ ବିଶେଷ୍ୟ କୁହାଯାଏ। ଉଦାହରଣ, କୁକୁର, ଗଛ, ବାଳକ, ବାଳିକା, ପୁରୁଷ, ମହିଳା ଇତ୍ୟାଦି। କୁକୁର ମାନେ ଗୋଟିଏ ନିର୍ଦ୍ଦିଷ୍ଟ କୁକୁରକୁ ବୁଝାଇବ ନାହିଁ, ପୃଥିବୀର ସମସ୍ତ କୁକୁରକୁ ବୁଝାଇବ। ତାପରେ ଗୁଣବାଚକ ବିଶେଷ୍ୟ। ଯେଉଁ ବିଶେଷ୍ୟ ପଦ କୌଣସି ଗୁଣକୁ ବୁଝାଏ ତାହାକୁ ଗୁଣବାଚକ ବିଶେଷ୍ୟ କୁହାଯାଏ। ଉଦାହରଣ, ସରଳତା, ନମ୍ରତା, କ୍ଷମା, ଦୟା, ଦୁଃଖ ଇତ୍ୟାଦି। ତାପରେ କ୍ରିୟାବାଚକ ବିଶେଷ୍ୟ। ଯେଉଁ ବିଶେଷ୍ୟ ପଦ କୌଣସି କାମକୁ ବୁଝାଏ ତାହାକୁ କ୍ରିୟାବାଚକ ବିଶେଷ୍ୟ କୁହାଯାଏ। ଉଦାହରଣ, ପଠନ, ଲିଖନ, ଚିନ୍ତନ ଇତ୍ୟାଦି।